ଜୀବନରେ ସବୁବେଳେ ଅପେକ୍ଷା କରିବା ଉଚିତ ନୁହେଁ, କାରଣ ଠିକ୍ ସମୟ କେବେ ଆସିନଥାଏ। ଆଉ ଯଦି ସେହି ସମୟରେ ହସି ପାରୁଛ ଯେତେବେଳେ ତୁମେ ଭିତରୁ ଭାଙ୍ଗି ପଡ଼ିଥାଅ, ତେବେ ବିଶ୍ୱାସ ରଖ, ଏ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ଭାଙ୍ଗି ପାରିବ ନାହିଁ। ମଣିଷ ଯେବେ ଜନ୍ମ ନେଇଥାଏ ତା ପାଖରେ ନିଶ୍ୱାସ ତ ଥାଏ, କିନ୍ତୁ ତା ନାଁ ନଥାଏ। କିନ୍ତୁ ଯେବେ ତାର ମୃତ୍ୟୁ ହୋଇଥାଏ ତା ପାଖରେ ନାଁ ତ ଥାଏ, କିନ୍ତୁ ନିଶ୍ୱାସ ନଥାଏ। ସବୁବେଳେ ମନେ ରଖନ୍ତୁ, ଜୀବନରେ ହାରନ୍ତୁ କିମ୍ବା ଜିତନ୍ତୁ, ନିଜ ପ୍ରୟାସ ସବୁବେଳେ ଜାରି ରଖନ୍ତୁ। କାହିଁକି ନା ବେଳେବେଳେ ସମୟ ଖରାପ ରାସ୍ତାରେ ପହଞ୍ଚାଇ ଦେଇଥାଏ। ଶବ୍ଦର ବି ନିଜର ଏକ ସ୍ୱାଦ ଅଛି। କାହାକୁ କହିବା ପୂର୍ବରୁ ନିଜେ ଟିକେ ଚାଖି ନିଅନ୍ତୁ। ଯଦି ତାହା ଆପଣଙ୍କୁ ଭଲ ଲାଗୁନି, ତେବେ ଅନ୍ୟ କାହାକୁ କେମିତି ଭଲ ଲାଗିବ? ତୁମେ ଦୁନିଆରେ ସମସ୍ତଙ୍କ ଠାରୁ ଜିତିପାରିବ, କେବଳ ସେହି ମଣିଷ ଠାରୁ ନୁହେଁ ଯିଏ ତୁମକୁ ଜିତାଇବା ପାଇଁ ଜାଣି ଜାଣି ହାରେ। ଯଦି ଆପଣ ଆପଣଙ୍କ ଜୀବନରେ ଖୁସିରେ ରହିବାକୁ ଚାହୁଁଛନ୍ତି, ତେବେ ସ୍ୱାର୍ଥପର ଲୋକଙ୍କୁ କେବଳ ନିଜ ଫୋନରୁ ନୁହେଁ, ନିଜ ହୃଦୟରୁ ମଧ୍ୟ ଡିଲିଟ୍ କରିଦିଅନ୍ତୁ। ଅନ୍ଧାର କେବେ ବି ଅନ୍ଧକାରକୁ ଦୂର କରିନଥାଏ, କେବଳ ଆଲୋକ ହିଁ ଅନ୍ଧକାରକୁ ଦୂର କରିଥାଏ। ଠିକ୍ ସେହିପରି ଘୃଣା କେବେ ଘୃଣାକୁ ଦୂର କରେ ନାହିଁ, କେବଳ ଭଲ ପାଇବା ହିଁ ଘୃଣାକୁ ଦୂର କରିଥାଏ। ଏଠି କାହାକୁ ଦୋଷ ଦେବା ଠିକ୍ ନୁହେଁ, କାରଣ ଦୁନିଆଟା ହିଁ ଏମିତି। ଆଗେ ନିଜର କରିବେ, ହସେଇବେ, ଆଉ ଶେଷରେ ଆଖିରେ ଲୁହ ଦେଇ ଚାଲିଯିବେ। ଆପଣ ସବୁବେଳେ ଏହା ଚିନ୍ତା କରିଥାନ୍ତି କି ମୋ କଥା କାହାକୁ ଖରାପ ନ ଲାଗୁ, କିନ୍ତୁ କେବେ ବି ଏହା ଚିନ୍ତା କରିଛ କାହାର କଥା ତୁମକୁ ବି ଖରାପ ଲାଗିପାରେ? ଲୋକମାନଙ୍କ କାମ ସେମାନେ ଭଲ କଲେ କହିବେ, ଖରାପ ହେଲେ ମଧ୍ୟ କହିବେ। ଯଦି ଆପଣ ସଠିକ୍ ରାସ୍ତାରେ ଚାଲୁଛନ୍ତି, ତେବେ ଲୋକଙ୍କ କଥାକୁ ନ ଶୁଣି ନିଃସ୍ୱାର୍ଥପର ଭାବରେ ନିଜର କର୍ମ କରି ଚାଲନ୍ତୁ। ବିଜୟ ନିଶ୍ଚୟ ହେବ। ଗୋଟିଏ ମିନିଟରେ ଜୀବନ କେବେ ବଦଳି ନଥାଏ, କିନ୍ତୁ ଗୋଟିଏ ମିନିଟରେ ନିଆଯାଇଥିବା ନିଷ୍ପତ୍ତି ସାରା ଜୀବନକୁ ବଦଳାଇ ଦେଇଥାଏ। ଆପଣଙ୍କ ଶୁଭଚିନ୍ତକ କେବେ ମଧ୍ୟ ସେ ହୋଇନଥାଏ ଯିଏ ପ୍ରତିଦିନ ଆପଣଙ୍କ ସହ ସାକ୍ଷାତ କରିଥାଏ। ସେ ହିଁ ଶୁଭଚିନ୍ତକ ହୋଇଥାଏ ଯିଏ ଦୂରରେ ରହି ମଧ୍ୟ ଭଗବାନଙ୍କୁ ଆପଣଙ୍କ ପାଇଁ ଡାକେ। ଯେତେବେଳେ ଗୋଟିଏ ସମ୍ପର୍କ ନୂଆ ହୋଇଥାଏ ନା, ଗୋଟେ ରାତି ପାହିଯାଏ, ହେଲେ କଥା ସରେ ନାହିଁ। ହେଲେ ସେହି ସମ୍ପର୍କ ଯେବେ ପୁରୁଣା ହୋଇଯାଏ ନା, ରାତି ତ ପାହିଯାଏ, ହେଲେ ଆଖିରୁ ଲୁହ ସରେ ନାହିଁ। ଆଗରୁ ଲୋକମାନେ ବହୁତ ନିରୀହ ଆଉ ସରଳ ଥିଲେ, ସେଥିପାଇଁ ସବୁବେଳେ ସମ୍ପର୍କକୁ ବାନ୍ଧି ରଖୁଥିଲେ। କିନ୍ତୁ ଏବେ ଲୋକମାନେ ପୁରାପୁରି ବେପାରୀ ହୋଇଗଲେଣି। ଯେଉଁଠି ଯେତେ ଫାଇଦା, ସେଇଠି ସେତେ ସମ୍ପର୍କ ରଖନ୍ତି। ଫଳମାନଙ୍କ ଠାରୁ ଶିଖନ୍ତୁ, ଲୁଣ ଲାଗିବା ପରେ ନିଜର ସ୍ୱାଦ କିପରି ବଢ଼ାଇ ଦେଇଥାନ୍ତି। ଆଉ ମଣିଷ ମିଠା ଖାଇବା ପରେ ବି ବିଷ ଓଗାଳିଥାନ୍ତି। ଜୀବନରେ ଭାଗ୍ୟକୁ ଭରସା କରି ବସିଲେ କେବେ ବି ଆଗକୁ ବଢ଼ିପାରିବ ନାହିଁ। ସଫଳ ହେବାକୁ ହେଲେ ପ୍ରୟାସ କରିବାକୁ ପଡ଼ିବ। ଜୀବନକୁ ନେଇ ଅଭିଯୋଗ ଯେତେ କମ୍ ରହିବ, ଆମ ଜୀବନ ସେତେ ଅଧିକ ସୁନ୍ଦର ହେବାକୁ ଲାଗିବ। ଅପେକ୍ଷା କେତେ ଯେ କଷ୍ଟ, କେବଳ ସିଏ ହିଁ କହିପାରିବ ଯେ ପ୍ରେମରେ ହାରି ଯାଇଛି। ଯେଉଁ ବ୍ୟକ୍ତି ଯେତେ ଶୀଘ୍ର ରାଗିଯାଏ, ସେ ସେତେ ଶୀଘ୍ର ଶାନ୍ତ ବି ହୋଇଯାଏ। ତେଣୁ ଜଣେ ରାଗିଗଲା ବେଳେ ଆମେ ନୀରବ ରହିଲେ ରାଗିଥିବା ବ୍ୟକ୍ତି ତାର ଭୁଲ ବୁଝିପାରିଥାଏ। ନିଜ ଭିତରେ ଏତିକି ଗର୍ବ ତ ରହିବା ଉଚିତ ଯେମିତି ଲୋକ ଛୋଟ ଭାବି ପାରିବେ ନାହିଁ। ଯଦି କାହା ଭିତରେ କିଛି ଭୁଲ ଦେଖୁଥାଅ, ତେବେ ତା ସହିତ କଥା ହୁଅ। ଯଦି ସମସ୍ତଙ୍କ ଭିତରେ ଭୁଲ ଦେଖାଯାଉଛି, ତେବେ ଥରେ ନିଜ ସହିତ କଥା ହୁଅ। ଭଲ ମଣିଷ କେବଳ
ନିଜ କର୍ମରୁ ପରିଚିତ ହୋଇଥାନ୍ତି। କାହିଁକି ନା ଭଲ କଥା ତ ଖରାପ ଲୋକ ବି କହିଦେଇଥାନ୍ତି। ସମ୍ପର୍କ ଗଢ଼ିଲା ବେଳେ ସମସ୍ତେ କଥା ଦିଅନ୍ତି, ତୁମ ଓଠରେ ସବୁବେଳେ ହସ ଦେବି, ତୁମ ସାଥିରେ ସବୁବେଳେ ରହିଥିବି। କିନ୍ତୁ କିଛି ଦିନ ପରେ ସେହି ମଣିଷ ହିଁ ଆଖିରେ ଲୁହ ଦେଇ ଚାଲିଯାଏ। ମଣିଷ ସଂସାରରୁ ଚାଲିଗଲା ପରେ ସମାଜ ତା ନାଁକୁ ଭୁଲି ଯାଇଥାଏ, କିନ୍ତୁ ତା କର୍ମକୁ ଭୁଲେ ନାହିଁ। ଜୀବନରେ ସବୁବେଳେ ଏମିତି କର୍ମ କରନ୍ତୁ, ଆପଣ ଜୀବିତ ଥିବାବେଳେ ମଧ୍ୟ ସମସ୍ତେ ଆପଣଙ୍କୁ ଭଲ ପାଇବେ। ଆପଣ ସଂସାରରୁ ଚାଲିଗଲା ପରେ ବି ଆପଣଙ୍କ ନାଁକୁ ମନେ ପକାଇବେ।